ଯୁବାବସ୍ଥା ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସମୟ ହୋଇଥାଏ। ଏହା ସେହି ସମୟ ହୋଇଥାଏ ଯେଉଁ ସମୟରେ ଆପଣ ନିଜର ପରିଚୟ ସୃଷ୍ଟି କରନ୍ତି, ନିଜର ସ୍ୱପ୍ନକୁ ଗୋଟିଏ ଦିଗ ଦିଅନ୍ତି। କିନ୍ତୁ କିଛି ଏମିତି ଅଭ୍ୟାସ ଅଛି ଯାହା ଆପଣଙ୍କ କଠିନ ପରିଶ୍ରମ ଏବଂ ସ୍ୱପ୍ନକୁ ନଷ୍ଟ କରିଦେଇପାରେ। ତ ଆଜି ଆମେ ସେହି ସବୁ ଅଭ୍ୟାସ ବିଷୟରେ କଥା ହେବା ଯାହା ଯୁବକମାନଙ୍କ ଲାଇଫକୁ ନଷ୍ଟ କରୁଛି ଏବଂ ଆପଣ ଏହାକୁ କିପରି ଏଡ଼ାଇ ପାରିବେ ତା ବିଷୟରେ ବି ଆଲୋଚନା କରିବା। ସୋ ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। ନମ୍ବର 1, ସମୟକୁ ବର୍ବାଦ କରିବା। ସୋସିଆଲ ମିଡ଼ିଆରେ ଘଣ୍ଟା ଘଣ୍ଟା ସମୟ ବିତାଇବା, ଗେମ୍ସ ଖେଳିବା, ଖରାପ କଣ୍ଟେଣ୍ଟ ଦେଖିବା, ଏସବୁ ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି କରିଥାଏ। ମନେ ରଖନ୍ତୁ, ସମୟ ଆମର ସବୁଠାରୁ ବଡ଼ ଧନ ହୋଇଥାଏ, ତେଣୁ ଏହାକୁ ବୁଦ୍ଧିମାନର ସହିତ ବିନିଯୋଗ କରନ୍ତୁ। ନମ୍ବର 2, ନିଶା କରିବା ଏବଂ ଖରାପ ସଙ୍ଗତରେ ରହିବା। ନିଶା ଆଉ ଖରାପ ସଙ୍ଗତ ଆପଣଙ୍କ ସ୍ୱାସ୍ଥ୍ୟକୁ, ଆପଣଙ୍କ ଆତ୍ମବିଶ୍ୱାସକୁ ଆଉ ଆପଣଙ୍କ ଭବିଷ୍ୟତକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଥାଏ। ତେଣୁ ବୁଦ୍ଧିମାନର ସହିତ ଆପଣ ନିଜର ସାଙ୍ଗସାଥୀମାନଙ୍କୁ ବାଛନ୍ତୁ, କାରଣ ଗୋଟିଏ ସଠିକ୍ ସଙ୍ଗତ ଆପଣଙ୍କୁ ଗୋଟିଏ ସଠିକ୍ ଦିଗକୁ ନେଇଥାଏ। ନମ୍ବର 3, ଅନୁଶାସନର ଅଭାବ। ଜୀବନରେ ଅନୁଶାସନର ଅଭାବ ହେଉଛି ସବୁଠାରୁ ବଡ଼ କ୍ଷତି। ଡେରିରେ ଶୋଇବା, ଡେରିରେ ଉଠିବା, ଆଳସ୍ୟ କରିବା, ଅନିୟମିତ ଭାବରେ ଦିନଚର୍ଯ୍ୟା କରିବା, ଏସବୁ ହେଉଛି ସଫଳତାର ସବୁଠାରୁ ବଡ଼ ଶତ୍ରୁ। ତେଣୁ ଆପଣ ନିଜର ଡେଲି ରୁଟିନ୍କୁ ସୁଧାରନ୍ତୁ ଆଉ ଡିସିପ୍ଲିନ୍କୁ ଫଲୋ କରନ୍ତୁ। ନମ୍ବର 4, ଲକ୍ଷ୍ୟର ଅଭାବ। ଯଦି ଯୁବକମାନଙ୍କ ପାଖରେ କୌଣସି ସ୍ପଷ୍ଟ ଲକ୍ଷ୍ୟ ନଥାଏ, ତେବେ ସେମାନେ ବାଟମଣା ହୋଇଯାଆନ୍ତି। ତେଣୁ ଆପଣ ନିଜ ସ୍ୱପ୍ନକୁ ଜାଣନ୍ତୁ, ନିଜ ପରିବାର ପ୍ରତି ଥିବା ଦାୟିତ୍ୱକୁ ଜାଣନ୍ତୁ ଏବଂ ତା ପାଇଁ ଗୋଟିଏ ଠୋସ୍ ପ୍ଲାନ୍ ପ୍ରସ୍ତୁତ କରନ୍ତୁ। କାରଣ ଭବିଷ୍ୟତରେ ଭଲମନ୍ଦ ଯାହା ବି ହେବ, ତା ପାଇଁ କେବଳ ଆପଣ ହିଁ ଉତ୍ତରଦାୟୀ ରହିବେ। ମନେ ରଖନ୍ତୁ, ଗୋଟିଏ ଲକ୍ଷ୍ୟହୀନ ଜୀବନ ସମୁଦ୍ରରେ ବୁଲୁଥିବା ଗୋଟିଏ ଦିଗହରା ଜାହାଜ ପରି ହୋଇଥାଏ। ତେଣୁ ସାଙ୍ଗମାନେ, ଜୀବନରେ ଗୋଟିଏ ଲକ୍ଷ୍ୟ ସ୍ଥିର କରନ୍ତୁ ଆଉ ସେହି ଲକ୍ଷ୍ୟକୁ ପାଇବା ପାଇଁ ନିଜର ପୁରା ଜାନ୍ ଲଗାଇ ଦିଅନ୍ତୁ। ନମ୍ବର 5, ବାହାନା କରିବା। ବାହାନା କରିବା ଆପଣଙ୍କ ଅସଫଳତାର ସବୁଠାରୁ ବଡ଼ କାରଣ ହୋଇଥାଏ। ଯଦି ଆପଣ ପ୍ରତ୍ୟେକ ବିଫଳ ପ୍ରୟାସ ପାଇଁ ବାହାନା ଖୋଜନ୍ତି, ତେବେ ଆପଣ କଦାପି ଉନ୍ନତି କରିପାରିବେ ନାହିଁ। ତେଣୁ ବାହାନାକୁ ଛାଡ଼ି ପରିଶ୍ରମ କରିବା ଉପରେ ଧ୍ୟାନ ଦିଅନ୍ତୁ। ତ ସାଙ୍ଗମାନେ, ଏହା ଥିଲା କିଛି ଖରାପ ଅଭ୍ୟାସ ଯାହାକି ଯୁବାବସ୍ଥାରେ ଯୁବକମାନଙ୍କୁ ନଷ୍ଟ କରିଦିଏ। ତେଣୁ ଯୁବାବସ୍ଥାରେ ଖରାପ ଅଭ୍ୟାସକୁ ଜାଣନ୍ତୁ ଆଉ ତାକୁ ସୁଧାରନ୍ତୁ। ନିଜର ସମୟ, ନିଜର ସ୍ୱାସ୍ଥ୍ୟ ଆଉ ନିଜର ଲକ୍ଷ୍ୟକୁ ସମ୍ମାନ ଦିଅନ୍ତୁ। ମନେ ରଖନ୍ତୁ, ଯିଏ ଆଜି ପରିଶ୍ରମ କରିବ ସିଏ ଆସନ୍ତାକାଲି ସଫଳତାର ସ୍ୱାଦ ଚାଖିବ। ତେଣୁ ଆଜି ହିଁ ପରିବର୍ତ୍ତନ ଆରମ୍ଭ କରନ୍ତୁ। ମନେ ରଖନ୍ତୁ, ପରିବର୍ତ୍ତନ ଆପଣଙ୍କ ଠାରୁ ହିଁ ଆରମ୍ଭ ହୋଇଥାଏ, ଆଉ କାହାଠାରୁ ନୁହେଁ। ଆପଣଙ୍କ ସଫଳତା କେବଳ ଆପଣଙ୍କ ପରିଶ୍ରମ ଆଉ ସଠିକ୍ ଅଭ୍ୟାସ ଉପରେ ନିର୍ଭର କରିଥାଏ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତାହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।